ମାମା କହିଲା ଝିଅ ଲିମ୍ବ କଢ଼ ଅଛି ଆର ବର୍ଷର, ତାକୁ କ'ଣ ବନେଇବୁ ନା ଫିଙ୍ଗିଦେବି? ମୁଁ କହିଲି ମାମା ତୁ ଲିମ୍ବ କଢ଼ ଫିଙ୍ଗିଦେବୁ, ଯେଉଁଟାକି ମୋର ଫେଭରେଟ୍, ଦେ ମୁଁ ତାକୁ ବନେଇ ଦେଉଛି। ଆଉ ସାଙ୍ଗେ ସାଙ୍ଗେ ବାହାରେ ପଡ଼ିଲି ଲିମ୍ବ କଢ଼ ଏମିତି ବନେଇବା ପାଇଁ। ଆସନ୍ତୁ ଦେଖିବା ଏଇ ରେସିପିକି ମୁଁ କିପରି ବନାଉଛି। ନମସ୍କାର, ମୁଁ ଶିଖା ସମ୍ଫୁଡ଼କୁ ଆପଣମାନଙ୍କୁ ବହୁତ ବହୁତ ସ୍ୱାଗତ। ଲିମ୍ବ କଢ଼ ବନେଇବା ପାଇଁ ମୁଁ ଏଠି ନେଇଛି ଆଳୁ, ପିଆଜ, ବାଇଗଣ ଆଉ ଟମାଟୋ ଟିକେ ଅଧିକ କରି ନେବା। ଏଇ ରେସିପିରେ ଟମାଟୋ ଟିକେ ଅଧିକ କରି ନେଲେ ଏହାର ଟେଷ୍ଟ ଭଲ ଲାଗିବ। ଦେଖନ୍ତୁ ଲିମ୍ବ କଢ଼କୁ ଏଠି ମୁଁ ଗ୍ୟାସ୍ରେ ହାଲକା ଟିକେ ଭାଜିଦେବା, ବେଶୀ ଭାଜିବାନି, ବେଶୀ ଭାଜିଲେ ଏଇଟା ବହୁତ ପିତା ଲାଗିବ ଆଉ ଖାଇ ହେବନି। ମୁଁ ହାଲକା ଟିକେ ଗ୍ୟାସ୍ରେ କଡ଼େଇକି ଗରମ କରିକି ତାକୁ ଭାଜିଦେଲି। ଏବେ ଭାଜି ସାରିଲା ପରେ ତେଲରେ ଜିରା ଆଉ ସୋରିଷ ଟିକେ ଫୁଟେଇ ସାରିଲା ପରେ 2ଟି ଶୁଖିଲା ଲଙ୍କା ଦେଇଦେବା। କାଟିକି ରଖିଥିବା ପିଆଜକୁ ଦେଇକି ପିଆଜକୁ ହାଲକା ଭାଜି ନେବା, ବେଶୀ ଭାଜିବାନି। ପିଆଜ ହାଲକା ଭାଜି ହେଇଗଲା ପରେ ଏଥିରେ ସ୍ୱାଦ ଅନୁସାରେ ଲୁଣ ଦେଇକି ତାକୁ ହାଲକା ଗୋଳେଇକି କାଟିକି ରଖିଥିବା ଟମାଟୋକୁ ଦେଇଦେବା। ଟମାଟୋ ଦେଇ ସାରିଲା ପରେ ଟମାଟୋକୁ 2ରୁ 3 ମିନିଟ୍ ପର୍ଯ୍ୟନ୍ତ ଭାଜି ନେବା। ଟମାଟୋର ଯେଉଁ କଞ୍ଚା ସ୍ମେଲ୍ଟା ଥାଏ ସେଇଟା ଯେମିତି ପଳେଇବ। ସେଇଟା ଗଲା ପରେ ଆମେ ଯେଉଁ କାଟିକି ରଖିଛେ ଆଳୁ ଆଉ ବାଇଗଣକୁ ପକାଇକି ତାକୁ ଟିକେ ଗୋଳେଇ ନେଇକି ଗୋଟେ କଭର୍ ଘୋଡ଼େଇ ଦେବା। କଭର୍ ଘୋଡ଼େଇ ସାରିଲା ପରେ ମନେ ରଖିବେ ଏଠି ଗ୍ୟାସ୍ର ଫ୍ଲେମ୍କୁ ପୁରା ଲୋ ରଖିକି ଗୋଟେ କଭର୍ ଘୋଡ଼େଇ ଦେବା ଆଉ 5ରୁ 7 ମିନିଟ୍ ପର୍ଯ୍ୟନ୍ତ ସେମିତି ବସେଇ ଦେବା। ଏଥିରେ ଜମା ବି ପାଣି ୟୁଜ୍ କରିବେନି। ଦେଖନ୍ତୁ ମୁଁ ଗୋଳେଇ ସାରିଲା ପରେ ଏଠି କଭର୍ ଘୋଡ଼େଇକି ବସେଇ ଦେଉଛି। ଏବେ ଆଉଥରେ କଭର୍ କାଢ଼ିକି ତାକୁ ଆଉଥରେ ଗୋଳେଇ ଦେବା। ଆମେ ଜମା ବି ପାଣି ଦେଇନା ନା କାଳେ ତଳେ ଲାଗିଯିବ, ସେଥିପାଇଁ ତାକୁ ଆଉଥରେ ଗୋଳେଇକି ଏମିତି ଆଉ ଗୋଟେ କଭର୍ ଘୋଡ଼େଇ ଦେବା। 5 ମିନିଟ୍ ପରେ ମୁଁ ଏଠି କଭର୍ କାଢ଼ିକି ଦେଖୁଛି। ଏଠି ଦେଖନ୍ତୁ ଆମର ଆଳୁ ଆଉ ବାଇଗଣ ଟମାଟୋ ସବୁ ଆମର ସିଝିଗଲାଣି। ଏଇ ଟାଇମ୍ରେ ତାକୁ ଆଉଥରେ ଏମିତି 2ରୁ 3 ମିନିଟ୍ ପର୍ଯ୍ୟନ୍ତ ଗ୍ୟାସ୍ର ଫ୍ଲେମ୍କୁ ମିଡ଼ିୟମ୍ ରଖିକି ଗୋଳେଇ ନେବା। ଆଉ ତା ଦେହରେ ଅଳ୍ପ ଟିକେ ହଳଦୀ ଗୁଣ୍ଡ ଦେଇକି ତା ଦେହରେ ଯେଉଁ ଭାଜିକି ରଖିଥିବା ଲିମ୍ବ କଢ଼କୁ ଆ ଦେହରେ ପକାଇ ଦେବା। ଲିମ୍ବ କଢ଼କୁ ପକାଇ ସାରିଲା ପରେ ତାକୁ 2ରୁ 3 ମିନିଟ୍ ପର୍ଯ୍ୟନ୍ତ ଗ୍ୟାସ୍ର ଫ୍ଲେମ୍କୁ ପୁରା ଲୋ ରଖିକି ଭାଜିବା। ଆମର ଲିମ୍ବ କଢ଼ଟା ଭାଜି ହେଇଛି, ହେଲେ ଆ ଦେହରେ ଟିକେ ସିଝିଗଲେ ଏହାର ଟେଷ୍ଟଟା ବହୁତ ଭଲ ଲାଗିବ ଖାଇବା ପାଇଁ। ଏଠି ମୁଁ ଭାଜିକି ରଖିଥିବା ଲିମ୍ବ କଢ଼କୁ ସବୁ ଦେଇ ଦେଉଛି, ଦେଇକି ତାକୁ 2ରୁ 3 ମିନିଟ୍ ପର୍ଯ୍ୟନ୍ତ ଗୋଳେଇ ଦେଉଛି। ଏଠି ଆମର ରେଡ଼ି ହେଇଗଲା ଟେଷ୍ଟି ଲିମ୍ବ କଢ଼ ଭଜା। ଆପଣମାନେ ଏହିପରି ଭାବରେ ଘରେ ଟ୍ରାଏ କରନ୍ତୁ, ଦେଖିବେ ଏହାର ଟେଷ୍ଟ ବହୁତ ଭଲ ଲାଗିବ। ଖରାଦିନେ ହିଁ ଲିମ୍ବ କଢ଼ଟା ମିଳିଥାଏ ଆଉ ଖାଇବା ପାଇଁ ବହୁତ ଭଲ ଲାଗିଥାଏ। ଆପଣମାନେ ଘରେ ଟ୍ରାଏ କରନ୍ତୁ। ଏହାର ଟେଷ୍ଟ କିପରି ଲାଗିଲା କମେଣ୍ଟରେ ଜଣାଇବେ। ଯଦି ମୋ ଭିଡ଼ିଓଟି ପସନ୍ଦ ଆସେ ତେବେ ମୋ ଚ୍ୟାନେଲକୁ ଲାଇକ୍ କରିବେ, ସେୟାର କରିବେ, ସବସ୍କ୍ରାଇବ୍ କରିବେ। ଆଉ ଯଦି ଫେସବୁକ୍ ପେଜ୍ରେ ଦେଖୁଛନ୍ତି ମୋ ପେଜ୍କୁ ଫଲୋ କରିବାକୁ ଜମା ବି ଭୁଲିବେନି। ରହୁଛି, ନମସ୍କାର, ଜୟ ଜଗନ୍ନାଥ।